20 ମେ 2025 ବଡ଼ ମଙ୍ଗଳବାରରେ ଘଣ୍ଟି ବଜାଇକି ବାସ୍ ମାତ୍ର ଏହି କଥା କହିଦେବେ। ଏତେ ପଇସା ବର୍ଷା ହେବ ଯେ ଆପଣ କରୋଡ଼ପତି ବନିଯିବେ। ଜ୍ୟେଷ୍ଠ ମାସଟି ଆରମ୍ଭ ହେଇସାରିଛି। 20 ମେ 2025 ହେଉଛି ବଡ଼ ମଙ୍ଗଳବାର। ଆଉ ଜ୍ୟେଷ୍ଠ ମାସରେ ଯେତେ ବି ମଙ୍ଗଳବାର ପଡ଼ିଥାଏ ସେହି ମଙ୍ଗଳବାରରେ ଭିତରୁ ବି କୌଣସି ବି ମଙ୍ଗଳବାର ଏହି ଉପାୟକୁ ଆପଣ କରିପାରିବେ। ତ ଘଣ୍ଟିରେ ଏହି ଉପାୟ ଆଜିର ଭିଡ଼ିଓରେ ଆମେ ଆପଣଙ୍କ ପାଇଁ ନେଇକି ଆସିଛୁ। ଏହି ଉପାୟ ଦ୍ୱାରା ଆପଣଙ୍କର ଭାଗ୍ୟ ଚମକିବ, ରାତାରାତି ଆପଣ ମହାଧନୀ ବି ବନାଇବ। ତ ଜ୍ୟେଷ୍ଠ ମାସରେ ଯେବେ ବି ମଙ୍ଗଳବାର ପଡ଼ିଥାଏ ସେହି ମଙ୍ଗଳବାରକୁ ବଡ଼ ମଙ୍ଗଳବାର କୁହାଯାଇଥାଏ। କାହିଁକି ନା ଜ୍ୟେଷ୍ଠ ମାସରେ ହିଁ ଭଗବାନ ଶ୍ରୀରାମ ଓ ସଙ୍କଟମୋଚନ ହନୁମାନଙ୍କର ପ୍ରଥମ ମିଳନ ହୋଇଥିଲା। ଆଉ ଖାସ୍ କରି ଏଥିପାଇଁ ଜ୍ୟେଷ୍ଠ ମାସ ମଙ୍ଗଳବାର ଭଗବାନ ହନୁମାନଙ୍କର ବହୁତ ପ୍ରିୟ ହୋଇଥାଏ। ଆଉ ଏହି ମଙ୍ଗଳବାରରେ ଯଦି ଆପଣ କିଛି ଉପାୟ କରିଦେଉଛନ୍ତି ତ ଆପଣଙ୍କର ଭାଗ୍ୟ ରାତାରାତି ଚମକିବ। ଧନ ସହ ଯୋଡ଼ା ସମସ୍ୟା ଦୂର ହୋଇଯାଇଥିବ। ମାତା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ବର୍ଷା ହେବ ଏବଂ ଘରେ କୌଣସି ବି ସଙ୍କଟ ଆସିବାକୁ ଦେବ ନାହିଁ। ଜ୍ୟେଷ୍ଠ ମାସରେ ବଡ଼ ମଙ୍ଗଳବାର ମହତ୍ଵ ବି ଏଥିପାଇଁ ହୋଇଥାଏ କାହିଁକି ନା 2025 ବର୍ଷଟି ମଙ୍ଗଳର ବର୍ଷ ହୋଇଥାଏ। ଏହା ବୁଝି ନିଅନ୍ତୁ କି ବହୁତ ଲମ୍ବା ସମୟର ସମସ୍ୟାରେ ପଡ଼ି ରହିଛନ୍ତି। କରଜକୁ ନେଇ, ଧନକୁ ନେଇ, ଯାହାଙ୍କ ପାଖକୁ ପଇସା ଆସୁନାହିଁ, ପଇସା ପାଖରେ ରହୁନାହିଁ, ତ ଆପଣ ଏହି 2025 ବର୍ଷରେ ଆପଣଙ୍କ ମୁଣ୍ଡ ଉପରେ ଥିବା କରଜର ବୋଝକୁ ଶୁଝି ପାରିବେ। ଧନର ସହ ଯୋଡ଼ା ସମସ୍ୟା ବି ଆପଣଙ୍କ ଜୀବନରୁ ଦୂର କରିପାରିବେ। କାହିଁକି ନା ଜ୍ୟେଷ୍ଠ ମାସ ଏକ ଏମିତି ମାସ 2025 ବର୍ଷରେ ଆପଣଙ୍କର ଭାଗ୍ୟକୁ ଚମକାଇ ଦେବ। ଆଉ ଜ୍ୟେଷ୍ଠ ମାସଟି ଭଗବାନ ହନୁମାନଙ୍କର ବହୁତ ପ୍ରିୟ ହୋଇଥାଏ। ତ ଆପଣଙ୍କୁ କ'ଣ କରିବାକୁ ପଡ଼ିବ ନା ସବୁଠୁ ପ୍ରଥମେ ଆପଣ ପିତ୍ତଳର ଗୋଟିଏ ଛୋଟିଆ ଘଣ୍ଟିଟିଏ କିଣିକି ଆଣିବେ। ଏହା ସହ ଗୋଟିଏ ପିତ୍ତଳର ଦୀପଟିଏ ମଧ୍ୟ କିଣିକି ଆଣିବେ। କାହିଁକି ନା ଘଣ୍ଟିରେ ହିଁ ଆପଣ ଉପାୟ କରିବେ, ଦୀପରେ ଆପଣ ଏହି ଉପାୟକୁ କରିବେ। ଆଉ ସେହି ପିତ୍ତଳର ଦୀପରେ ଆପଣ ସୋରିଷ ତେଲ ନାହିଁ ତ ଚମେଲି ତେଲ ଦେଇପାରିବେ। ଆଉ ସେହି ଦୀପରେ ଚାରିମୁଖୀ ବା ଚାରିଟା ମୁହଁ ଥିବା ବତୀ ଦେବେ। ଆଉ ଯେଉଁ ଘଣ୍ଟି ଆପଣ ପାଖରେ ଅଛି ସେହି ଘଣ୍ଟିକୁ ନେଇ ଓ ସେହି ଦୀପକୁ ନେଇ ଆପଣ ଚାହିଁବେ ତ ଗୁଡ଼ର ଭୋଗ ବି ନେଇପାରିବେ। କାହିଁକି ନା ଗୁଡ଼ର ରଙ୍ଗ ଲାଲ, ଆଉ ଲାଲ ରଙ୍ଗର ବସ୍ତୁ ମଙ୍ଗଳ ଗ୍ରହ ସହ ଯୋଡ଼ା ହୋଇଥାଏ। ଯଦି ଆପଣ ମଙ୍ଗଳର ଉପାୟ କରିନେବେ ତ ସବୁକିଛି ଆପଣଙ୍କୁ ବହୁତ ଆସାନରେ ଆପଣଙ୍କ ଜୀବନକୁ ଆପଣଙ୍କୁ ମିଳିବ। ତ ଭୋଗରେ ଆପଣ ଗୁଡ଼ ନେବେ, ଆପଣ ଚାହିଁଲେ ବୁନ୍ଦିର ଲଡ଼ୁ ବି ନେଇପାରିବେ। ଆପଣ ସଙ୍କଟମୋଚନ ପ୍ରଭୁ ହନୁମାନ ମନ୍ଦିରକୁ ଏହି ସାମଗ୍ରୀ ନେଇକି ଯିବେ। ଆଉ ମନ୍ଦିରରେ ହିଁ ଏହି ଉପାୟକୁ ଆପଣଙ୍କୁ କରିବାକୁ ପଡ଼ିବ। କିନ୍ତୁ ଧ୍ୟାନ ଦେବେ ଏହି ଉପାୟକୁ ଭୁଲରେ ବି ଘରେ କରିବେ ନାହିଁ। ମନ୍ଦିରକୁ ଯାଇ ସବୁଠୁ ପ୍ରଥମେ ଦୀପକୁ ପ୍ରଜ୍ୱଳିତ କରିବେ, ତାପରେ କହିବେ ଜୟ ଶ୍ରୀରାମ, ଜୟ ସୀତାରାମ। ଏହିପରି କହିବେ, ସବକୁଛ ଲହେ ତୁମ୍ହାରି ଶରଣା, ତୁମ ରକ୍ଷକ କାହୁ को ଡରନା। ଆଉ ସଙ୍କଟମୋଚନଙ୍କ ଶରଣକୁ ଗଲେ ସବୁ କଷ୍ଟ, ସବୁ ଦୁଃଖ ଦୂର ହୋଇଥାଏ। ତ ବ୍ୟକ୍ତିର ଜୀବନରେ ବହୁତ ବଡ଼ରୁ ବଡ଼ ସଙ୍କଟ ଦୂର ହୋଇଯାଇଥାଏ। କୌଣସି ବି ଖରାପ ଶକ୍ତି, ନଜର ଦୋଷ ବ୍ୟକ୍ତିକୁ ଛୁଇଁପାରେ ନାହିଁ। ଏହାପରେ ପ୍ରାର୍ଥନା କରିବେ, ହେ ପ୍ରଭୁ ତୁମେ ମୋତେ ସବୁବେଳେ ରକ୍ଷା କର, ମୋ ପରିବାରକୁ ରକ୍ଷା କର, ସବୁବେଳେ ତୁମ କୃପା ମୋ ଉପରେ ବନାଇ ରଖ। ଏହାପରେ ପ୍ରଭୁ ରାମଙ୍କ ନାମ ନେବେ। ଏଇଥିପାଇଁ ପ୍ରଭୁ ରାମଙ୍କର ନାମ ନେବେ କାରଣ ଭଗବାନ ରାମ ଭଗବାନ ସଙ୍କଟମୋଚନଙ୍କର ସବୁଠୁ ଅଧିକ ପ୍ରିୟ ହୋଇଥାନ୍ତି। ତ ଜୟ ଶ୍ରୀରାମ, ଜୟ ସୀତାରାମ, ଜୟ ଶ୍ରୀରାମ, ଜୟ ସୀତାରାମ। ତ କମ୍ ସେ କମ୍ ଆପଣ 21 ଥର କହିପାରିବେ, ନାହିଁ ତ 108 ଥର କହିପାରିବେ, ନାହିଁ ତ 51 ଥର କହିପାରିବେ। ଦୀପ ଜାଳି ସାରିବା ପରେ ଏହି ମନ୍ତ୍ରକୁ ଜପ କରିବେ। ଏହାପରେ ଯେଉଁ ଘଣ୍ଟି ଆପଣ ନେଇକି ଯାଇଥିଲେ ସେହି ଘଣ୍ଟିକୁ ଆପଣ ବଜାଇବେ। ଘଣ୍ଟି ବଜାଇ ସାରିବା ପରେ ଆପଣ ସଙ୍କଟମୋଚନକୁ ଯାହା ବି ଆପଣ ଆପଣଙ୍କ ଜୀବନରେ ଚାହାନ୍ତି ତାହାକୁ ପ୍ରାର୍ଥନା କରିବେ। ଯଦି ଆପଣଙ୍କର କରଜ ସମସ୍ୟା ଥାଏ ସେହି କରଜ ତୁରନ୍ତରୁ ତୁରନ୍ତ ଦୂର ହେବା ପାଇଁ ସେଥିପାଇଁ ଆପଣ ପ୍ରାର୍ଥନା କରିବେ। ଯେଉଁ ବ୍ୟକ୍ତି ଧନର ବୃଦ୍ଧି ପାଇଁ, ଧନକୁ ବୃଦ୍ଧି କରିବା ପାଇଁ ପ୍ରାର୍ଥନା କରିବେ ତ ଆଉ କିଛି ବ୍ୟକ୍ତିଙ୍କର ସ୍ୱପ୍ନ ଥାଏ ନିଜର ଗୋଟିଏ ସୁନ୍ଦର ଘରଟିଏ ବନାଇବା ପାଇଁ। ତ ଯାହା ବି ଆପଣଙ୍କର ୱିଶ୍ ଥିବ ସବୁକିଛି ଆପଣ ସଙ୍କଟମୋଚନକୁ
ହନୁମାନଙ୍କୁ କହିଦେବେ ଘଣ୍ଟି ବଜାଇ ସାରିବା ପରେ। ଏତିକି କରିସାରିବା ପରେ ଆପଣ କ'ଣ କରିବେ ନା ସେହି ଘଣ୍ଟିକୁ ସେହି ମନ୍ଦିରରେ ଆପଣ ଛାଡ଼ିକି ଘରକୁ ଆସିବେ। ଆଉ ଯେଉଁ ପିତ୍ତଳର ଦୀପ ନେଇଥିଲେ ସେହି ପିତ୍ତଳ ଦୀପକୁ ବି ଆପଣ ମନ୍ଦିରରେ ଛାଡ଼ିକି ଆସିବେ। ଦେଖନ୍ତୁ ପିତ୍ତଳ ଓ ତମ୍ବା ଏ ଦୁଇ ବସ୍ତୁର ସମ୍ବନ୍ଧ ମଙ୍ଗଳ ଗ୍ରହ ସହ ହୋଇଥାଏ। ସୂର୍ଯ୍ୟ ଗ୍ରହ ସହ ବି ସମ୍ବନ୍ଧ ରହିଥାଏ। ତ ଜ୍ୟେଷ୍ଠ ମାସରେ ପଡ଼ୁଥିବା କୌଣସି ବି ମଙ୍ଗଳବାରକୁ ଯଦି ଆପଣ ଘଣ୍ଟିର ଦାନ କରିଦେବେ, ଘଣ୍ଟି ବଜାଇକି ଆପଣଙ୍କର ମନସ୍କାମନାକୁ କହିଦେବେ, ଦୀପଦାନ କରିଦେବେ, ତ ଆପଣଙ୍କୁ ଆପଣଙ୍କ ଜୀବନରେ କୌଣସି ବି କିଛି ଜିନିଷର କମି ରହିବ ନାହିଁ। ପଇସା, ଧନ, ସୁଖ, ସମୃଦ୍ଧି ସବୁକିଛି ଆପଣଙ୍କ ପାଖରେ ରହିବ ବା ଆପଣଙ୍କ ପାଖକୁ ଆସିବ। ଯାହା ବି ଆପଣଙ୍କର ୱିଶ୍, ଯାହା ବି ଆପଣଙ୍କର ମନସ୍କାମନା ତାହା ସବୁ ପୁରା ହୋଇଯିବ। ତ ଏହି ଉପାୟକୁ କରନ୍ତୁ ଆଉ ଏହି ବର୍ଷ ଆପଣଙ୍କ ହାତରୁ ଯିବାକୁ ଦେବେନି, କାହିଁକି ନା ଏହା ମଙ୍ଗଳର ବର୍ଷ। ଆଉ ଯେଉଁ ଭୋଗ ଆପଣ ନେଇକି ଯାଇଥିଲେ, ଗୁଡ଼ ହେଉ ବା ବୁନ୍ଦିର ଲଡ଼ୁ ହେଉ, ସେହି ଭୋଗ ମନ୍ଦିରରେ ଜରୁର ଲଗାଇବେ। ବହୁତ ସହଜ ଉପାୟଟିଏ। ସକାଳେ କିମ୍ବା ସନ୍ଧ୍ୟାରେ ଜ୍ୟେଷ୍ଠ ମାସର କୌଣସି ବି ମଙ୍ଗଳବାରେ ଆପଣ କରିପାରିବେ। ତ ଆଶା କରୁଛି ଆଜିର ଭିଡ଼ିଓଟି ନିହାତି ଭାବରେ ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥାଏ ତେବେ ଭିଡ଼ିଓ ଗୋଟେ ଲାଇକ୍ କରିବେ, ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରିବେ। ଆମ ଚ୍ୟାନେଲରେ ଯଦି ଆପଣମାନେ ନୂଆ ଅଛନ୍ତି, ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ବିନା ସବସ୍କ୍ରାଇବ୍ରେ ଭିଡ଼ିଓ ଦେଖୁଛନ୍ତି, ତ କୃପା କରି ଆମର ଏହି ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଦେବେ ଏବଂ କମେଣ୍ଟ ବକ୍ସରେ ଜୟ ଶ୍ରୀରାମ, ଜୟ ସୀତାରାମ, ଜୟ ବଜରଙ୍ଗୀ ଅବଶ୍ୟ ଲେଖିବେ।